କ'ଣ କରୁଛନ୍ତି ମୁଁ ଜାଣିନି, ମୋତେ ବି ନିମନ୍ତ୍ରଣ କରିଛନ୍ତି। ତେଣୁ ମୁଁ ତ ବିଜୁ ବାବୁଙ୍କ ଲୋକ। ଶୁଣନ୍ତୁ, ବିଜୁ ବାବୁଙ୍କର ତ ଲିଗାସି ରେକଗ୍ନାଇଜ୍, କିଛି ଅସୁବିଧା ନାହିଁ, କିନ୍ତୁ କ'ଣ କରୁଛନ୍ତି ମୁଁ ଜାଣିନି, ମୋତେ ବି ନିମନ୍ତ୍ରଣ କରିଛନ୍ତି। ତେଣୁ ମୁଁ ତ ବିଜୁ ବାବୁଙ୍କ ଲୋକ। ତେଣୁ ଅଭିୟସଲି କ'ଣ ହେବ ମୁଁ ସିନା ଗଲେ ଜାଣିବି। ଆପଣ ଯିବେ ଆସିଲେ କେତେ ମୋତେ ଡାକିଛନ୍ତି, ମୁଁ ଯାଏ, ଜାଣିଛନ୍ତି ଆପଣ ଡାକିଛନ୍ତି। ବିଜୁ ବାବୁଙ୍କ ଯିବାର ଅସୁବିଧା କ'ଣ ଅଛି? ନିଶ୍ଚୟ ଶ୍ରଦ୍ଧାଞ୍ଜଳି ଦେବାର କ'ଣ ଅପରାଧ, ସେଇଟା ସୌଭାଗ୍ୟ ମୋର। ତେଣୁ ସେ ଦୃଷ୍ଟିକୋଣରୁ ଏଥିରେ ତ କିଛି ନାହିଁ, ସବୁ ଦଳ ଲୋକ ଡାକିଛନ୍ତି। ଆଉ ବିଜେପି ଲୋକ ବି ସେଠି ଯାଉଛନ୍ତି, ମୁଁ କାହିଁ ଆଉ ଯିବି, ମୁଁ ତ ବିଜେପି ଲୋକ ବର୍ତ୍ତମାନ, ଆଉ ବିଜୁ ବାବୁଙ୍କ ଲୋକ। ଲିଗାସିକି ନେଇକି କ'ଣ କରିବି? ତ ଅଲରେଡ଼ି ବିଜୁ ପଟ୍ଟନାୟକ କଟକ ସହର ଦୁଇଟି ବରପୁତ୍ରକୁ ଜନ୍ମ ଦେଇଥିଲା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଏବଂ ବିଜୁ ପଟ୍ଟନାୟକ। ଏଇଟା ମୋର କହିବାର ଉଦ୍ଦେଶ୍ୟ ହେଉଛି ଏଭଳି ବରପୁତ୍ରମାନେ ଜନ୍ମ ନିଅନ୍ତୁ ଏବଂ ସେ ଯେଉଁ ରାଜନୀତି ଏବେ ନାହିଁ, ସବୁ ବଦଳି ଯାଇଛି। ତାରି ଭିତରେ ଆମେ ଲଢ଼େଇ କରୁଛେ, ବଞ୍ଚୁଛେ। ଆପଣମାନେ ସାମାଜିକ ବ୍ୟବସ୍ଥା ଭିତରେ ଯେଉଁଭଳି ସବୁ ପ୍ରଦର୍ଶନ କରୁଛନ୍ତି ସତ୍ୟତାକୁ, ସେଇଟାକୁ ମୁଁ ସମର୍ଥନ କରୁଛି। ସାର୍, ଯଦି ପୁରୁଣା ଲୋକ କିଛି ଏକାଠି ହେଇକି ବିଜୁ ଲିଗାସକୁ ନେଇକି ଆଗକୁ ବଢ଼ନ୍ତି, ଆପଣ ତାଙ୍କ ସାଙ୍ଗରେ ରହିବେ ସାର୍? ସେ କଥା ମୋତେ ପଚାରନ୍ତୁ ନାହିଁ। ମୋତେ ଯେଉଁଭଳି ହତ୍ୟା କରିବା ହେଇଛି ରାଜନୀତିରେ, ମୁଁ କହିବା ଉଚିତ ନୁହେଁ। କାରଣ ମୋ ପାଖରେ ତ ପଇସା ନାହିଁ, ମାଗଣା ମାଣେ ଏତେ ବାଟ ଆସିଲା, କେତେ ଜିତିଥାନ୍ତି? ଆଉ କ'ଣ ବିଜେଡ଼ି ଅଛି? ଆଉ କ'ଣ କହିବି? ଯଦି ଅଛି ସେ ରହିବ, ସେମିତି ଥାଉ।